ଗୀତାରେ ଲେଖା ହୋଇଛି, 100 କାମ ଛାଡ଼ି ଆଗେ ଭୋଜନ କରିବା ଉଚିତ, 1000 କାମ ଛାଡ଼ି ପ୍ରଥମେ ସ୍ନାନ କରିବା ଉଚିତ, 1,00,000 କାମ ଛାଡ଼ି ପ୍ରଥମେ ଦାନ କରିବା ଉଚିତ, 1,000 କାମ ଛାଡ଼ି ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ। ଯେତେବେଳେ କୌଣସି ସମସ୍ୟା ଉପୁଜିଥାଏ ସେହି କ୍ଷଣ ମଧ୍ୟ ଏହାର ସମାଧାନ ଜନ୍ମ ହୁଏ। ମନକୁ ଯେତେ ନିର୍ମଳ ରଖିବେ ସାରା ଜଗତଟା ସେତେ ନିର୍ମଳ ଦିଶିବ। ନିଜକୁ ଯେତେ ସତ୍ ରଖିବେ ସାରା ସଂସାରଟା ସେତେ ସତ୍ ଲାଗିବ। ଭାବି ଚିନ୍ତି କାହାକୁ ଆପଣଙ୍କ ମନ କଥା କୁହନ୍ତୁ, କାହିଁକି ନା ରେକର୍ଡିଂ ଆଉ ସ୍କ୍ରିନଶଟର ଯୁଗ। ଏଇଟା କେତେବେଳେ ଯେ ଭାଇରାଲ ହେଇଯିବ ଆପଣ ନିଜେ ବି ଜାଣିପାରିବେନି। କଥାଟା ଅପ୍ରିୟ କିନ୍ତୁ ସତ। ଯେଉଁ ଘରେ ଶାଶୁର କଥାରେ ନ ଚାଲି ଶ୍ୱଶୁରଙ୍କ କଥାରେ ଚାଲେ ସେ ଘରେ କେବେ ଶାଶୁ ବୋହୂଙ୍କ ଭିତରେ ଝଗଡ଼ା ହୁଏନି। ଆଉ ଯେଉଁ ଘରେ ଶ୍ୱଶୁର ଚୁପ୍ ରୁହନ୍ତି ସେ ଘର ଭାଙ୍ଗିବାକୁ ବେଶୀ ସମୟ ଲାଗେନି। ଭଗବାନଙ୍କ କୋର୍ଟରେ କୌଣସି ଓକିଲାତି ନାହିଁ ଏବଂ ଦୋଷୀ ସାବ୍ୟସ୍ତ ହେଲେ ଜାମିନ ନାହିଁ। କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଓଜନ ହ୍ରାସ କରାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ସାଇକେଲ ଚଳାଇବା ଦ୍ୱାରା ଚର୍ବି ଶୀଘ୍ର ହ୍ରାସ ପାଇଥାଏ। 40 ମିନିଟରୁ 1 ଘଣ୍ଟା ସାଇକେଲ ଚଳାଇଲେ 300 କ୍ୟାଲୋରି ହ୍ରାସ ପାଇଥାଏ। ଉପକାର ଭୁଲନ୍ତୁ ନାହିଁ। ମହାନ ବ୍ୟକ୍ତିମାନେ ନିଜ ଦ୍ୱାରା କରାଯାଇଥିବା ଉପକାରକୁ ମନେ ରଖନ୍ତି ନାହିଁ, କିନ୍ତୁ ଅନ୍ୟ ଦ୍ୱାରା କରାଯାଇଥିବା ତୁଚ୍ଛ ଉପକାରକୁ ସେମାନେ କେବେ ବି ଭୁଲନ୍ତି ନାହିଁ। ଜିତିବାର କଳ୍ପନା କରନ୍ତୁ। ଯାହାର ନିଜ ଉପରେ ବିଶ୍ୱାସ ନାହିଁ ସେ ନୀଚ ଅଟେ। ଯାହାକୁ ଅପମାନର ଭୟ ନଥାଏ ନୀଚ ଅଟେ। ଯିଏ ବିଜୟର କାମନା କରିନଥାଏ ସେ ନୀଚ ଅଟେ। ପ୍ରେମ ଆଉ ଟଙ୍କା ଦୁଇଟି ଅଲଗା ଅଲଗା ଜିନିଷ। କିନ୍ତୁ କିଛି ଲୋକ ସାମାନ୍ୟ ଟଙ୍କା ପାଇଁ ପ୍ରେମ ଭଳି ପବିତ୍ର ସମ୍ପର୍କକୁ ଆଡ଼େଇ ଦେବାକୁ ବି ପଛଘୁଞ୍ଚା ଦିଅନ୍ତି ନାହିଁ। କିଛି ଲୋକ କୁହନ୍ତି ଏ ଦୁନିଆ ପ୍ରେମ ଉପରେ ଚାଲିଥାଏ ଏବଂ କେହି କେହି କୁହନ୍ତି ଯେ ଏ ଦୁନିଆ ବନ୍ଧୁତା ଉପରେ ଚାଲିଥାଏ। କିନ୍ତୁ ସତ କଥା ଏଇଆ ଯେ ଏ ଦୁନିଆ କେବଳ ସ୍ୱାର୍ଥପରତା ଉପରେ ଚାଲିଥାଏ। ପରିବାର ଗୋଟିଏ ଘରେ ସମସ୍ତେ ମିଶିକି ରହିବାକୁ ପରିବାର କୁହାଯାଏ। ପରିବାର ତାକୁ କୁହାଯାଏ ଯେଉଁଠି ପରସ୍ପର ପ୍ରତି ଭଲ ପାଇବା, ମାନ, ବିଶ୍ୱାସ, ପରସ୍ପର ପ୍ରତି ଚିନ୍ତା କରିବାକୁ ହିଁ ପରିବାର କୁହାଯାଏ। ଚିନ୍ତା ଉପରେ କର୍ତ୍ତୃତ୍ୱ ମହାସୂତ୍ର। ଚିନ୍ତା ଉପରେ ପୂର୍ଣ୍ଣ କର୍ତ୍ତୃତ୍ୱ କିପରି ଆସେ? ପ୍ରଥମ ସର୍ତ୍ତ, ଏହି ସର୍ତ୍ତକୁ ଆବିଷ୍କାର କରି ପ୍ରଥମେ ଉପଲବ୍ଧି କରନ୍ତୁ ଯେ ଆପଣଙ୍କର କର୍ମ ହେଉଛି ଆପଣଙ୍କର ଚିନ୍ତା ବା ଭାବନା। ଭାବନାର ଅବିକଳ ପ୍ରକାଶ। ମନର ଭାବନା ଉପରେ ପୂର୍ଣ୍ଣ ଦଖଲ ନ ଆସିବା ପର୍ଯ୍ୟନ୍ତ ଏହି ଭାବନା ଗୁଡ଼ିକ ଇନ୍ଦ୍ରିୟବୋଧ, ବାହ୍ୟ କଳ୍ପନା ପ୍ରଭାବର ପ୍ରତିଫଳନ ମାତ୍ର। ତେଣୁ ଏହି ଚିନ୍ତା ବା ଭାବନା ଉପରେ ପ୍ରଭୁତ୍ୱ ନ ଆସିବା ପର୍ଯ୍ୟନ୍ତ ଆମେ ତାର ଅଧୀନ ବା ପରାଧୀନ, ସ୍ୱାଧୀନ ନୋହୁଁ। ନିଜର ହୋଇ ବି କଥା କହିପାରୁନା। ଦ୍ୱିତୀୟ ସର୍ତ୍ତ, ଆମର ମାନସିକ କ୍ରିୟା ପରି ଫଳପ୍ରଦ ଭାବେ ଉଚିତ ମାର୍ଗରେ ଚାଲିପାରିବ ସେଥିପାଇଁ ଦୃଢ଼ ସଂକଳ୍ପ କରିବା। ତୃତୀୟ ସର୍ତ୍ତ, ଆମ ଚିନ୍ତା ବା ଭାବନା ସହ ପରିଚିତ ହେବା ପାଇଁ ସେମାନଙ୍କ ପ୍ରତିଦିନର ଧାରା ବୁଝିବା ପାଇଁ ସେମାନଙ୍କ ମଧ୍ୟରୁ କେଉଁଟି ଆମର ଇନ୍ଦ୍ରିୟ ବୋଧ ବା ହୃଦୟସ୍ଥ ଭାବ ସଦ୍ଭାବ ସଙ୍ଗେ ଜଡ଼ିତ ତା ଜାଣିବାକୁ ଏଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା। ଚତୁର୍ଥ ସର୍ତ୍ତ, ନିଜ ମଧ୍ୟରେ ଏକ କି ଉଚ୍ଚତମ, ମହତ୍ତମ, ସ୍ୱାର୍ଥହୀନ ତାକୁ ଅନୁସନ୍ଧାନ କରି ଯେତେ ଦିନ ପର୍ଯ୍ୟନ୍ତ
ତାଠାରୁ ଉତ୍କୃଷ୍ଟ ଅନ୍ୟ କିଛିର ସନ୍ଧାନ ନ ପାଇଛନ୍ତି ସେହି ଆଦର୍ଶକୁ କେନ୍ଦ୍ର କରି ମନ ଭିତରେ ଏକ ସମନ୍ୱୟ ଭାବ ହାରମୋନି ଗଢ଼ି ତୋଳନ୍ତୁ, ଯାହାର ଆଲୋକରେ ଆହୁରି ମହାନ ଚିନ୍ତାକୁ ଜାଣିପାରିବେ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ, ଅତି ବିକଳ ଭାବରେ ଡାକନ୍ତୁ, ସେ ନିଶ୍ଚୟ ଆପଣଙ୍କର ଡାକ ଶୁଣିବେ। ନିଜକୁ ଅର୍ପଣ କରି ଦେଖନ୍ତୁ, ସେ ନିଶ୍ଚୟ ଗ୍ରହଣ କରିବେ। ଗାୟତ୍ରୀର ଗୋଟିଏ ଗୋଟିଏ ଅକ୍ଷର ଦେବ ସ୍ୱରୂପ ଏବଂ ଆତ୍ମଶୁଦ୍ଧି ପାଇଁ ଏହାର ଉପାସନା କରିବା ଉଚିତ। ଗାୟତ୍ରୀ ଛାଡ଼ି ଅନ୍ୟ ମନ୍ତ୍ରକୁ ଜପ କରେ, ଉପାସନା କରେ, ରନ୍ଧା ଖାଦ୍ୟକୁ ଛାଡ଼ି ଭିକ୍ଷା ପାଇଁ ବୁଲୁଥିବା ମନୁଷ୍ୟ ସହିତ ସମାନ। ଜୟ ଶ୍ରୀ ଜଗନ୍ନାଥ।